था फ्रेंड्स वेलकम बैक टू माय चैनल आशा कर समस्त बहुत भल थे आज वीडियो बनाऊँ कहीं आज आम गोटे आड़े जाऊँ मोटे सफा करके तो ओदा अच्छे छुट्टी तो आज मैं कौड़े जाऊँ कौन करूँ आगे वीडियो देखिए आप जानीपारे तो वीडियो क्लास पर्यटन देखूँ और वीडियो पसंद आसला वीडियो को लाइक करें चलते वीडियो को आगे देखो जोड़े कौन जोड़े प्लेट खाई जोड़े ब्रेड खाई स्कूल ये होती तीन माई आमर ये बड़ बर कह मत भोग अजा शशुर को तो देखिलुनि अजा शशुर तो देखिले खाली मक्का कौन देखे कहीं खाई ना दी खाई सारे क्या मुझे तो कहली खानी बोली तो कहली खानी बोली देखो कौन भजा तरकारी भात खाइले तीन माई खाले आउ थे कहलु आउ थे मारे आउ थे मारे आइला झिया पड़ेला एटी पक्का पक्का पड़ेला पड़ेला होगा माई ये हलता लगे नंद को नंद को आईटे आउ दी जण भाग लगी पड़ जन को हलता लगे 3 जण लगे जन को तो 3 जण लगी तो 3 जण जड़े हलता लगे 3 जण लगी कौन हसी समुदाय हप चली खाली इटारे गढ़ी इटा ये जो पिलरटा खाली इटारे गढ़ी के हम इटा सिमेंट भीतर सिमेंट दिया खाली इटारे भी खाली इटा मझे पुणी कणा कर पसैकी खाली सिमेंट दे कणा कले फाटिलानी हाँ हाँ
ଆଗ ପୁଣି ତଳକୁ ଖୋଳା ଦି ପଟୁ ଖଣ୍ଡେ ତାପରେ ତାକୁ ଢଳେଇ ହେଇକି ତାପରେ ରଡ ଠିଆ ହେଇକି ତାପରେ ଚାରିପଟ ଇଏ ହେଇଥାନ୍ତା ଏଇଠି ଯେମିତି କରିছে ଆଉ ଇଏ ତ ଖାଲି ଇଟା ଦେଇଛନ୍ତି ଆଉ ପୁଣି ଯେତେବେଳେ ଖୋଲ ସେତେବେଳେ ତା ବୋଧେ ଦେଖନ୍ତୁ ଲକି କେମିତି ଷ୍ଟାଇଲରେ ଖାଉଛି ପାସ୍ ଭାରି ଇଂଲିଶ କଥା କହୁଛି ସ୍ପୁନ୍ ଆଣେ ମୁଁ ଖାଇବି ହାପିର ଶ୍ରାବଣ ମାସ ସେ ଚୁଟି ତାର ବଢିଯିବ ବୋଲି ସେ ନଣ୍ଡା ହେଇଯାଇଛି କାଳେ ତାକୁ ଚିଡା ହବ ବୋଲି ଟୋପି ଲଗେଇକି ବୁଲୁଛି। ସେଦିନ ମୁଁ ଆଉ ଭିଡ଼ିଓ ଏଣ୍ଡ କରିବାକୁ ଭୁଲି ଯାଇଥିଲି ଆଉ ହାଲିଆ ହେଇକି ବି ଶୋଇପଡ଼ିଥିଲି। ଫେରିଲା ବେଳକୁ ରାତି 10ଟା 10:30 ହେଇଯାଇଥିଲା। ଏଇଟା ହେଉଛି ନେକ୍ସଟ ଡେର ଭିଡ଼ିଓ ଯେଉଁଦିନ କି ଘରେ କ୍ଷୀର ପୋଡ଼ ପିଠା ମାନେ ହେଉଥିଲା ତାର ମୁଁ କିଛିଟା କ୍ଲିପ୍ ନେଇଛି ଆପଣମାନେ ଦେଖନ୍ତୁ। ତାର ରେସିପି ଫାଷ୍ଟ ଏଠି କିଛି କାଜୁ ଆଉ ଗୁଜୁରାତିକୁ ଗୁଣ୍ଡ କରିକି ନିଆଯାଇଛି ଆଉ ନଡ଼ିଆକୁ ଗୋଟା ନଡ଼ିଆ ମାନେ ଖଣ୍ଡ ନଡ଼ିଆ ନିଆଯାଇଛି ଆଉ କୋରା ନଡ଼ିଆ ନିଆଯାଇଛି ଦୁଇ ପ୍ରକାର ନଡ଼ିଆ। ତାପରେ ଚୁନାକୁ ଚାଉଳ ଚୁନାକୁ ପାଣିରେ ମାନେ ଗୋଳା ହେଇଛି ପୁରା ପାଣିଆ ପରିକି। ତାପରେ କଡ଼େଇ ବସିଲା ଗ୍ୟାସ୍ରେ ସେଥିରେ ଘିଅ ପଡ଼ିଲା ତାପରେ ସେଥିରେ କ୍ଷୀର ପଡ଼ିଲା ଆଉ ତାପରେ କ୍ଷୀର ଟିକେ ଫୁଟିଗଲା ପରେ ସେଥିରେ ସେ ଯେଉଁ କାଜୁ ଗୁଜୁରାତି ଆଉ ନଡ଼ିଆ ସବୁ ରଖିଥିଲା ତାକୁ ସେଥିରେ ପକା ହେଲା ଆଉ ଏଇଟା ଏବେ ଟିକେ ଫୁଟିଲେ ୟା ପରେ ଟିକେ ଏଠି ଲୁଣ ଆଉ ଟିକେ ଚିନି ସ୍ୱାଦ ଅନୁସାରେ ପକାଇବେ ମାନେ ଟିକେ ମିଠା ରହିଲେ ଏଇଟା ଭଲ ଲାଗିବ। ଏଇଟା ଏବେ ଥରେ ଫୁଟିଗଲା ପରେ ତାପରେ ସେ ଯେଉଁ ଚୁନା ପାଣି ଚାଉଳ ଚୁନା ପାଣି ଗୋଳିକି ରଖିଥିଲେ ସେଇଟାକୁ ଏଥିରେ ଧୀରେ ଧୀରେ ଦେବା ତାପରେ ଏଇଟା ଧୀରେ ଧୀରେ ପୁରା ବହଳିଆ ହେଇଯିବ। ଦେଖନ୍ତୁ ଆପଣମାନେ ଆଗକୁ ହଁ ଆପଣମାନେ ଘରେ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ ବହୁତ ଟେଷ୍ଟ ଲାଗିଥିଲା ସେଦିନ ମାନେ ଏଇଟା ଦେଖନ୍ତୁ ଏମିତି ହିଁ ବହଳିଆ ହେଇଯିବ ଆଉ ଆମର ଗ୍ୟାସ୍ରେ ହେଇଥିଲା ଯେହେତୁ ସେଥିପାଇଁ କଡ଼େଇରେ ମାନେ ତଳେ କଦଳୀ ପତ୍ର ରଖା ହେଇଥିଲା ସେଥିରେ ଟିକେ ଘିଅ ଲଗା ହେଇଥିଲା ମାନେ ଏଇଟା ଲେଉଟା ହେବ ନା ଆଉଥରେ ସେଥିପାଇଁ ଭଲ ଭାବରେ ଲେଉଟିଯିବ ବୋଲି। ତାପରେ ଏବେ ଦେଖନ୍ତୁ ଉପରେ ବି ଟିକେ ଘିଅ ଲାଗିଯାଇଥିଲା ଦେଖନ୍ତୁ ଏଇଟା ଏବେ ହେଇଗଲାଣି ଆଉ ଭାଉଜ ଏବେ ୟାକୁ କାଟୁଛନ୍ତି ତ ଦେଖନ୍ତୁ କେମିତି ଦେଖାଯାଉଛି ଆଉ ଭିଡ଼ିଓକୁ ମୁଁ ଏଇଠି ଏଣ୍ଡ କରୁଛି। ଥ୍ୟାଙ୍କ ୟୁ ଫର୍ ୱାଚିଂ।